जो दिन आस्तवित कथा देखिबु से दिन तू जितिबु। रजा लोक तो छात उपर बसिक दांत घसीबा समय भितर गोटे ए गछरू माकड़टे से गछ को डेइला। से गछ को न जाए पुणी थे रिटर्न कला थे सी अधारू किना पुणी रिटर्न कला जो गछ रजार आम पूजारी आज्ञा पूजा करने भितर आमको रजा रखिंट सी जो बाणपुर को रणपुर युद्ध लगी बंकाड़ गड़ थिला से गड़ रजा बाणपुर रणपुर रजा सांगे युद्ध करने समय भितर से हारिकी पलैला। हारिकी जा भितर ये जंगल भितर ये जीवा समय भितर देखला जे गोटे बुढ़ी रूप देखा देछि। सेठी सी बुढ़ी पचारि रजा को अरे पु तू जाइल जुआड़े कौन है ना मामन जुआ जाइली छाड़ से कथा कौन मिले जाऊरी हाँ तू जुआड़े जाइल मु जानी तू जो दिन आस्तवित कथा देखिबु से दिन तू जितिबु। रजा लोक तो छात उपर बसिक दांत घसीबा समय भितर गोटे ए गछरू माकड़टे से गछ को डेइला। से गछ को न जाए पुणी थे रिटर्न कला थे सी अधारू किना पुणी रिटर्न कला जो गछ डेई से गछ को पुणी थे गला सी जा गला माकड़ तो से गछ को जा कथा से न जाए उल्टा केमती आसिक पलि आसला से कौन कर ना देखी से बुढ़ीटा तो मत कहीला आज ये सैन्य सामंत नहीं गले जो तू आसू तो देखबू से दिन तू जितबू बोली देखिए मुझे सैन्य सामंत नहीं जाए सैन्य सामंत नहीं जा भितर बाणपुर बंकाड़ गड़ बोली गोटे थिला बंकाड़ रजा थिले सी रजा सांगे युद्ध लगिक परास्त करी से पुणी थे आसा समय बुढ़ीटा मत ये कहला से बुढ़ीटा पाचला मंडी बुढ़ीटा मुझे साक्षात होता पुणी थे देखला से बुढ़ीटी पुणी थे ये नंगनांगे हो जंगल भीतरटा तो से देखला हला माँ तू एठी जो रही तू ये करुचु रहीचु महिला कतरा लुगापटा पिंधिक तू ये बोलुचु मोर लोक अच्छा तो सेवा सूत्र कर खाया पीवा को देवी तो रखी रखी ना रे पु मुझे तो घर को जी ताले ये अंचल लोक को बाघ खाईज ना तू बुढ़ी लोकटा तू एमती जगिकी से रखी दौचु ना हाँ मु समस्त को सतर्क करके से माने सतर्क हो जाती मु तो घर कौटी ना मो घर आसुन ये देखू सी घरटा को ये जगटा को सी देखला जंगल भीतरटा तो ये जगटा गोटे हुक्का था से गोटे गच था ये
ଆଚ୍ଛା ତୁ ଏଇଠି ରହୁଛୁ କ'ଣ କିଛି ବେଲେ କିଛି ନାହିଁ ନା? ହଁ ମୁଁ ତ ଏଇ ଜାଗାରେ ରହୁଛି ଏଇଠି କିନା ମୋ ପାଇଁ କୁଡ଼ିଆ କରିଦେଇଛନ୍ତି ଯେ ମାଳବାଲା ସେ କୁଡ଼ିଆରେ ମୁଁ ରହୁଛି। ତୁ ଏଇ କୁଡ଼ିଆରେ ଏକୁଟିଆ ରହୁଛୁ, ତୁ କିଏ ସେ? ନା ମୁଁ ଖିଲାମୁଣ୍ଡା। ଆଚ୍ଛା ତୁ ଖିଲାମୁଣ୍ଡା ଯଦି ମୁଁ ତତେ ନେବି ଆଉ ନେଇଯିବି ଆଉ। ନା ନାଇଁ ରେ ପୁଅ, ମୁଁ ଯଦି ଯିବି ଏଇ ଜଙ୍ଗଲ ଭିତରୁ ତାହେଲେ ତୋ ଘରକୁ ମୁଁ ଯିବି 16 ଦିନ ପାଇଁକି ଯିବି। ସଦାବେଳେ ମୁଁ ଯାଇପାରିବିନି, 16 ଦିନ ପାଇଁକି ମୁଁ ଯିବି। କେବେ ଯିବୁ? ନା ମୁଁ ଆଶ୍ୱିନ ମାସ 2ୟ ଓଷା ଦିନ ମୋ ହାତରେ ମୋ ପାଖକୁ ଗୋଟେ କାଠିଟିଏ ପଠେଇବୁ। ତା ଦେହରେ 16 ଯୋଡ଼ା ଲୁଗା ପିନ୍ଧେଇବୁ, 16 ହାତେ କାଠି, 16 ଯୋଡ଼ା ଲୁଗା ପଠେଇବୁ, 16 ଜଣ ଲୋକ ପଠେଇବୁ। ସେମାନେ ଆସିବେ ଏଠିକି, ମୁଁ ସେଇଥିରେ ମୁଁ ଯିବି। 16 ଦିନ ପାଇଁକି ତୋ ଘରକୁ ଯିବି। 16 ଦିନ ଯାକେ 16ଟା ବଳି ଖାଇବି। ସେ 16 ଦିନ ପର୍ଯ୍ୟନ୍ତ ସିଏ ନେଇକି ରଖିବ। 16 ଦିନ ବଳି ଦେବ। ଆଶ୍ୱିନ ମାସ 2ୟ ଓଷା ଠାରୁ ଦଶହରା ପର୍ଯ୍ୟନ୍ତ ସିଏ ହେବ 16 ଦିନ। ସେଇ ଦଶହରା ଦିନ ସିଏ ମେଲାଣି କରିବ। ସେତେବେଳେ ଭଦଭଦଳିଆ ଚଢ଼େଇଥିଲା, ସେ ଭଦଭଦଳିଆ ଚଢ଼େଇରେ ମୋତେ ଛାଡ଼ିଦେଲେ ସିଏ ନେଉଟିକି ଆସେ ହେରି। ଏମିତି ତାର ପର୍ବ ଥିଲା। ସିଏ ରଜା ଆମକୁ ପୂଜାରୀ ହିସାବରେ ରଖିଲା। ତାପରେ ଆମେ ଆସିକି ଏଠି ପୂଜା କଲୁ। ସେ ଠାକୁରାଣୀ ପାଖକୁ ଗୋଟେ 16 ହାତରେ କାଠି ଏଇ ଜାଗାରୁ ଏଇ ସଳଖରୁ ସେ ଯେଉଁ ଖୁଣ୍ଟଟା ଅଛି ଆଗରେ, ଆଜ୍ଞା ସେ ଭାପୁରିଆ ଖୁଣ୍ଟି ସେ ପର୍ଯ୍ୟନ୍ତ ହେବ 16 ବଳି ଖୁଣ୍ଟି ବୋଧେ। ହଁ ସେଟା ବଳି ଖୁଣ୍ଟି। ସେ ଗୋଟା ସେଇ ଖୁଣ୍ଟି ଯାକେ ହେବ 16 ହାତେ। ସେଇ କାଠିଟାରେ ସେ 16 ଯୋଡ଼ା ଲୁଗା ପିନ୍ଧା ହେଇଥିବ। ସେଥିରେ ଇଏ ହେବ, ଠାକୁରାଣୀ ପ୍ରସନ୍ନ ହେବ। ସେ କାଠିରେ ଛାଡ଼ିବ। ସେ 16 ଦିନ ପାଇଁକି ସେ ଯିବ। 16 ଦିନ ବଳି ଖାଇବ। ଦଶହରା ଦିନ ଭଦଭଦଳିଆ ଚଢ଼େଇରେ ସେ ଆସିବ, ଫେରି ଆସିବ। ସିଏ ଆସେ। ଏବେ ତ ଆଉ ଭଦଭଦଳିଆ ଚଢ଼େଇ ନାହିଁ, ଏବେ ପାରା ରୂପରେ ସେ ଛାଡ଼ୁଛନ୍ତି ଆଉ। 2ୟ ଓଷା ଠାରୁ ଦଶହରା ପର୍ଯ୍ୟନ୍ତ ଏ ଅଞ୍ଚଳରେ ସମସ୍ତେ ସତର୍କ ହୋଇଯାଆନ୍ତି ଯେ ମା ଏ ଜାଗାରୁ ପଳେଇ ଯାଇଛି। ଯଦି ଯାଇଛି ହେରି 16 ଦିନ ପାଇଁକି, ସେଥିସକାଶେ ଗାଈ ଗୋରୁ ଛେଳି ମେଣ୍ଢା ସମସ୍ତେ ସେମାନେ ବନ୍ଦ କରିକି ରଖିଦିଅନ୍ତି। ଆଉ ଇଏ କରନ୍ତିନି, ଫିଟାନ୍ତିନି। ଯିଏ ଜଗିକି ଚରାଚରି କରନ୍ତି ଆଉ। ଯିଏ ହଜିଗଲା ସେ ଭିତରେ ଆଉ ସେଦିନ ଆଉ ତାକୁ ଖୋଜିବେନି ଯେ ସେ ତା ବାଘ ଖାଇଦେଇ ନେଇଯାଇଛି। ମାନେ ଏମିତି କିଛି ଆପଣ ଦେଖିଛନ୍ତି? ହଁ, ଆଗରୁ ମୁଁ ଯେତେବେଳେ 10-12 ବର୍ଷର ହେଇଥିଲି ବାପାଙ୍କ ସାଙ୍ଗରେ ଆସେ। ଜଙ୍ଗଲ ଥିଲା ସେତେବେଳେ ଆସିଲା ବେଳକୁ ଏଠି ଭଦଭଦଳିଆ ଚଢ଼େଇଟେ, ଆମେ ତ ଆଶ୍ୱିନ ମାସରେ ଆଉ ଯାଇଥିବୁ ଯେ ଆଉ ଆସିବୁନି। ସେ ଆସିଲା ବେଳକୁ ଏଠି ପ୍ରାଣ ଛାଡ଼ି ଯାଇଥିବ। ହଁ, ଚଢ଼େଇଟା ପଡ଼ିକିରି ସେ ଏଠି ତା ପ୍ରାଣ ଛାଡ଼ି ଯାଇଥିବ। ତାପରେ ସେ ଏ ଅଞ୍ଚଳରେ ଯେଉଁଟା ହଜିଲା ଆଉ ସିଏ ତାକୁ ଖୋଜନ୍ତିନି ଯେ ବାଘ ଖାଇଦେଲା ବୋଲି ତାକୁ ଇଏ କରନ୍ତି। ଆପଣ ନିଜ ଆଖିରେ ବାଘ କେବେ ଦେଖିନାହାନ୍ତି? ମୁଁ ଦେଖିଥିଲି ଏଇଟା ଯେତେବେଳେ ଜଙ୍ଗଲ ଥିଲା। କେବଳ ଏଠି ଗୋଟେ ଛୋଟିଆ ମନ୍ଦିରଟିଏ ଥିଲା। ଗୋଟେ ଏଇଟା ଖୋଲା ଥିଲା, ଅଁଳା ଗଛଟା ଥିଲା। ଆଉ ସେଇଠିକିନା ମୁଁ ଏଇଠି ଦିଅଁ କରିକି ସେଇଠି ବସିକିରି ଏମିତି ବସିକିରି ଭୋଗ ଖାଉଛି। ଇଆଡ଼େ ଅନେଇକିରି ତାପରେ ସେଇ ସମୟ ଭିତରେ ସିଏ ଆସିକି କେତେବେଳେ ଶୋଇପଡ଼ିଛି ବାଘ। ସେଠୁ କ'ଣ କରିବି ଆଉ, ସେଠୁ ମାଆକୁ ଡାକିକିରି ତା ପାଖକୁ ଯେତେବେଳେ ଆସିଲି ଏଇ ଜିନିଷଟାକୁ ନୁହଁକି ଧରି ପକେଇଲି ଯେତେବେଳେ, ସେ ବାଘ ସେଠୁ ପଳେଇଗଲା ଆଉ। ତାପରେ ଆଉ ମୁଁ ସେଇଥରକ ମୁଁ ଦେଖିଥିଲି, ଆଉ ମୁଁ ଦେଖିନି। ଆଉ ଯେତେବେଳେ ଯାଏ ରାସ୍ତାରେ ଚାଲି ଚାଲିକିରି ରାସ୍ତାରେ ଦେଖେ ଆଉ। ଦେଖନ୍ତି ବାଘ? ହଁ, ବାଘ ମୁଁ ଦେଖେ ଯେ ପାସ୍ କରିକି ଯାଉଛି, ନହେଲେ ମୋ ପଛରେ ପାସ୍ କରିକି ଯିବ। ଏମିତି ଭେଟବର ବନ୍ଧ ପର୍ଯ୍ୟନ୍ତ ସେ ଯିବା। ଗୋଟେ ଚାଞ୍ଚେରି ପଥର, ଚାଞ୍ଚେରି ପଥରରେ 3ଟା ମୁଣ୍ଡ ହୋଇଛି। ଖିଲାମୁଣ୍ଡା ବୁଢ଼ା, ଗୁପ୍ତ ସିଂହି ପୁଅ, ମାତିଆକାର ବୁଢ଼ୀ। ସେ ତ ଛୋଟ ଛୋଟ ଶିଳା, ସେ ତ ଖୋଦେ ହେଇକି ମୁହଁ ହେଇପାରିବନି। ସେଥିପାଇଁ ଆମର ମୂର୍ତ୍ତି ବସିକିରି ସିଏ ଲିଙ୍ଗ ଯୋଉ ଚାଞ୍ଚେରି ପଥର ସିଏ ଅଛି, ଇଏ ତା ଦେହରେ ଲାଗିକି ରଖା ହେଇଛି